ଓଡ଼ିଶାର ଖଣିରୁ ଯୋଉ ଟଙ୍କା ମିଳୁଛି ଖଣିରୁ ମିଳୁଛି ଟଙ୍କା ଏକଥା ଯେ ବିହାର ସବୁଠୁ ଦରିଦ୍ର ଅଛି ତାଙ୍କର ଖଣି ନାହିଁ ତାଙ୍କର ଶିଳ୍ପ ନାହିଁ ବଜାର ନାହିଁ ସେ କରିପାରିଲା ଆମେ କରିପାରିଲୁ ମାନସିକତା ଯେ କ୍ଷମତାରେ ଅଛନ୍ତି ସେମାନେ ଦେଶର ଭବିଷ୍ୟତ ଚାହୁଁଛନ୍ତି 2036 ବେଳକୁ ସମୃଦ୍ଧ ରାଜ୍ୟ ହବ ସେ କେବଳ ହବ ଯଦି ନିଶାମୁକ୍ତ ଲୋକ ଆପଣଙ୍କ କହିବା ଅନୁସାରେ ବିହାରରେ ଖଣି ନାହିଁ ଖାଦାନ ନାହିଁ ପ୍ଲସ କିଛି ନାହିଁ ସେଠି ନିଶା ବନ୍ଦ ହେଇପାରୁଛି କିନ୍ତୁ ଓଡ଼ିଶାରେ ଖଣି ଥାଇ ମଧ୍ୟ ପ୍ରପର୍ଟି ଥାଇ ମଧ୍ୟ ନିଶା ବନ୍ଦ କରୁନାହାନ୍ତି ଅଧିକା ଟ୍ୟାକ୍ସ ନେବା ପାଇଁ କଣ କହିବେ ଆଜ୍ଞା ସରକାର କହିବ ସରକାର ତ ଯଦି କହିବୁ ଯେ ତମେ ବେଇମାନ ତମେ ନିର୍ବାଚନରେ କହିଥିଲ 2029 ଭିତରେ ଇଏ କରିବ ବର୍ଷେ ଗଲାଣି କିଛି କରୁନା ତେଣୁ ଲୋକ ସବୁକୁ ଶିକ୍ଷା ଦେବେ ସାର୍ ଆଜିକାଲି ଯୁବକମାନେ ବି ନିଶାଦ୍ରବ୍ୟ ଖାଇ ଭ୍ରଷ୍ଟାଚାର ଆଡ଼କୁ ଗତି କରୁଛନ୍ତି ସେମାନଙ୍କ ପାଇଁ କ'ଣ ମେସେଜ ଯିଏ ବେଶୀ ତାକୁ କ'ଣ କହିବା ତାକୁ ଛାଡ଼ କହିଲେ କ'ଣ ହଏ ଆମେ କହିବ ପିଲାମାନେ ଛାଡ଼ ସେ ପରିବାର ଭିତରେ ହବ ଯେତେବେଳେ ପିଲା ନିଶା ଖାଉଛି ମା ମାନେ ଲକ୍ଷ୍ୟ କରିବା କଥା ପିଲା କୁଆଡ଼େ ଯାଉଛି କାହା ସାଙ୍ଗେ ମିଶୁଛି ଏବଂ ସେଇ ସମୟରେ ତାକୁ ଅଟକେଇଲେ ହବ ଥରେ ପାଟିରେ ଲାଗିଲେ ନିଶା ଛାଡ଼ିବା ଭାରି କଷ୍ଟ ସାର୍ ଆଜି ଯୋଉ ଆସିଥିଲେ ଆମର ସମାଜସେବୀ ଏବଂ ସଂଗ୍ରାମୀ ନେତା ଆମର ସୁଭନ କର ସାର୍ ଆପଣଙ୍କ ଅଜା ଡାକୁ ସେ କହିଲେ ନିହାତି ସାର୍ଙ୍କର ଆମର ବର୍ତ୍ତମାନ ସାର୍ଙ୍କର ଯୋଉ ନିଶାମୁକ୍ତ ଆନ୍ଦୋଳନଟା ନିହାତି ଆମେ ପ୍ରତିଶ୍ରୁତି ଦଉଛେ ପୂରଣ କରିବାକୁ କଣ କହିବେ ବହୁତ ଧନ୍ୟବାଦ ବହୁତ ଖୁସିର କଥା ହଁ ସେ ଖାଲି ନିଜେ ନୁହଁ ଆହୁରି ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରନ୍ତୁ ସମସ୍ତେ ଆସ ଯିବା ଆଜି ପଦ୍ମ ଅଜା ମୁଦନ ଡାକେ ପଦ୍ମଚରଣ ନାୟକର 100 ବର୍ଷ ପୂରଣ ହେଲା ତାର ପାଳନ ବି ହେଲା ସେ ତାଙ୍କ ଜୀବନ ଆମ ପାଇଁ ପ୍ରେରଣାର ସ୍ରୋତ ସିଏ ଯାହା କରିଯାଇଛନ୍ତି ତାଙ୍କ ଜୀବନ କାଳରେ ଗୋଟେ ମଣିଷ ଏତେ ଜିନିଷ କରିପାରିବ କଳ୍ପନା ବି କରିହୁଏନି ମୁଁ ତାଙ୍କ ଦ୍ୱାରା ବହୁ ମାତ୍ରାରେ ଅନୁପ୍ରାଣିତ ଆଉ ସେ ଯୋଉ ଗାନ୍ଧୀବାଦୀ ଜୀବନ ଯାପନ କରିଛନ୍ତି ସେଥିରେ ବି ଆମେ ସବୁ ଇନ୍ସପାୟାର୍ଡ ହେଇଛୁ ତାଙ୍କ ସାଙ୍ଗରେ ମୁଁ ଅନେକ ଥର ଯୋଡ଼ି ହେଇଛି ବିଭିନ୍ନ ଆଲୋଚନାରେ ଏସ୍ପେଶାଲି ଯୋଉ ମଦ ନିବାରଣ ପାଇଁ ବହୁତ ଚେଷ୍ଟା ବହୁତ ସଂଗ୍ରାମ ସେ କରିଛନ୍ତି ଚାରିଆଡେ ଯାଇଛନ୍ତି ଗାଁଠୁ ନେଇକି ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସମସ୍ତଙ୍କୁ ଯାଇଛନ୍ତି କିନ୍ତୁ ସେ ଜିନିଷଟି ହେଇପାରୁନି ଯଦି ଆଗାମୀ କାଳରେ ଏ ଯୋଉ ମଦର ନିବାରଣ ହବ ମୁଁ ଭାବୁଛି ସମାଜ ପାଇଁ ସେଟା ଭଲ ହବ ତା ଭିତରେ କିଛି ଚେକ୍ସ ଆଣ୍ଡ ବାଲାନ୍ସେସ୍ ରଖିବାକୁ ପଡିବ ସମ୍ପୂର୍ଣ୍ଣ ପ୍ରୋହିବିସନ ଟା କେତେ ଦୂର ସଫଳ ହବ ଆମେ ଦେଖିଛେ ଗୁଜରାଟ ଏବଂ ବିହାରରେ 100% ସକ୍ସେସଫୁଲ ହେଇନି କିନ୍ତୁ ସେ ଯାହା ବି ହଉ ତାଙ୍କର ଯୋଉ ଚେଷ୍ଟା ମାନେ ଏଇ ବୟସରେ ବି ସେ ଚାରିଆଡେ ବୁଲି ଲୋକଙ୍କୁ ଏକାଠି କରିକି ଆନ୍ଦୋଳନ ଜାରି ରଖିଛନ୍ତି ତାଙ୍କ ସାଙ୍ଗରେ ଓଡ଼ିଶାର ସବୁ ଲୋକ ମିଶିକିରି ଯଦି ଦାବି କରିବେ ତାହେଲେ ସରକାର କିଛି ପଦକ୍ଷେପ ନିଶ୍ଚୟ ନେବେ ମୁଁ ନିଜେ ମାହାଙ୍ଗର ସେଠି ଡେରିରେ ପହଞ୍ଚିଲି ମିଟିଂରେ କିନ୍ତୁ ମାହାଙ୍ଗରେ ତାଙ୍କର ଅନେକ ଭକ୍ତ ଅନେକ ସପୋର୍ଟର ଅଛନ୍ତି ମାହାଙ୍ଗରେ ମହିଳା ଶକ୍ତି ଯୋଉଟା ମଦକୁ ବିରୋଧ କରୁଛି ସେମାନେ ତାଙ୍କଠୁ ନିଶ୍ଚୟ ପ୍ରେରଣା ପାଇଛନ୍ତି କିନ୍ତୁ ୟାକୁ ବ୍ୟାପକ ଆହୁରି କରିବାକୁ ପଡିବ ଆଉ ଏଟା ଖାଲି ରାଜନେତାଙ୍କର କି ସମାଜସେବୀଙ୍କର କର୍ତ୍ତବ୍ୟ ନୁହେଁ ଆମ ସମସ୍ତଙ୍କ କର୍ତ୍ତବ୍ୟ ଆପଣମାନଙ୍କର ବହୁତ କର୍ତ୍ତବ୍ୟ ଆପଣମାନେ ଯେତେ ପ୍ରଚାର ପ୍ରସାର କରିବେ ତାଙ୍କ ମନା ବିଷୟରେ ଲୋକ ଆହୁରି ଜାଣିବେ ଯେ ଆମେ ପଦକ୍ଷେପ ନେଲେ ମଦକୁ କମେଇ ଦେବା ସମ୍ପୂର୍ଣ୍ଣ ବ୍ୟାନ୍ କେବେ ହବ ତାକୁ ଅପେକ୍ଷା ନ କରିକିରି ମଦକୁ ଯଦି ଆମେ କମେଇ ଦେବା ଇଲିଗାଲ ସେଲ୍ ବନ୍ଦ କରିଦେବା ସ୍କୁଲ କଲେଜ ପିଲା କାହିଁ ମଦ ପିଇବେ ସେ କ'ଣ ବୟସ ମଦ ପିଇବାର କି ଆଡଲ୍ଟ ଜଣେ ପିଇଲା ତାର ଗୋଟେ ଅଲଗା କଥା ଛୋଟ ଛୋଟ ପିଲା ଯଦି ମଦ ପିଇବେ ସମାଜର ଭବିଷ୍ୟତ କ'ଣ ସେଥିପାଇଁ ଗୋଟେ ସରକାର ଗୋଟେ ଆଇନ ନିହାତି କରିବା ଦରକାର ସରକାରଙ୍କୁ ଅନେକ ବାର ପଦ୍ମ ଅଜା ଆଉ ତାଙ୍କ ଟିମ୍ କହିଛନ୍ତି ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲାବେଳେ ବି ଆଇନ ପ୍ରଣାଳୀ ହେଇଯାଇଥିଲା ନୋଟିଫାଏ ହେଇପାରିଲାନି ଆଜି ତ 1956 ସହିତ ଗାନ୍ଧୀବାଦୀ ନିଜେ ଥିଲେ ତାଙ୍କ ସମୟରେ ଆଇନ ହେଇଯାଇଥିଲା ଯେ ଓଡ଼ିଶାକୁ ମଦମୁକ୍ତ କରାଯିବ କିନ୍ତୁ କୌଣସି ସରକାର ତାକୁ ନୋଟିଫାଏ କଲେନି ରେଭିନ୍ୟୁ ଗେନ୍ସ ଅଛି ବୋଲି କୁହନ୍ତି 12,000 କୋଟି କଥା ଆଜି କୁହାଯାଉଥିଲା 12,000 କୋଟି ଦରକାର ଗୋଟେ ଗରିବ ରାଜ୍ୟରେ 12,000 କୋଟି ଛୋଟ ନୁହେଁ କିନ୍ତୁ କ'ଣ ମଦ ଏକମାତ୍ର ଆମ ପାଇଁ ସୋର୍ସ କି ଆମେ ଅନ୍ୟ ଧର ପ୍ରପର୍ଟି ଟ୍ୟାକ୍ସ ଏତେ ଘର କୋଠା ବାଡି କମର୍ସିଆଲ ବିଲ୍ଡିଂ ଅଛି ତାଙ୍କର ଟିକେ ଅଧିକା ଟ୍ୟାକ୍ସ ନିଆଯାଉ କ'ଣ ସେମାନେ ଦେଇପାରିବେନି ଦେଇପାରିବେ ପ୍ରଭାତ ପଟ୍ଟନାୟକ ଆସିଥିଲେ ଏଡ଼େ ବଡ଼ ଇକୋନୋମିଷ୍ଟ ଜେଏନ୍ୟୁରେ ସେ ଆମର ପ୍ରଫେସର ଥିଲେ ସିଏ ବି ଯୋଉ କଥା ଆଜି କହିଲେ ଧରନ୍ତୁ ବାପା ଜଣଙ୍କର ବାପା ଅର୍ଜନ କରିଛନ୍ତି ବହୁତ ସମ୍ପତ୍ତି ସେଇ ସମ୍ପତ୍ତି ପୁଅ ପାଖକୁ ଯାଉଛି ସେଇ ଟ୍ୟାକ୍ସଟା କାହିଁ ଲାଗିବନି ଯୋଉଟାକି ଇନହେରିଟାନ୍ସ ଟ୍ୟାକ୍ସ କୁହାଯାଉଛି ମୁଁ ଯଦି ମୋ ବାପାଙ୍କଠୁ କୋଟିଏ ଟଙ୍କାର ସମ୍ପତ୍ତି ପାଇଲି କ'ଣ ପାଇଁ ପାଇଲି ମୁଁ ତ ସେଟା କରିନି ନା ସିଏ କରିଥିଲେ ତେଣୁକରି ମୋ ପାଖକୁ ଯେତେବେଳେ ଆସୁଛି ସେ କହିଲେ 33% ଟ୍ୟାକ୍ସ କଟାଯିବ ବହୁତ ପଇସା ଆସିପାରିବ ସେ ମାତ୍ରାରେ ତେଣୁକରି ଇକୋନୋମିକ ପଲିସି ଉପରେ ବି ବହୁତ କଥା ନିର୍ଭର କରେ କିନ୍ତୁ ଯାହା ବି ହଉ ଆମେ ତାଙ୍କୁ ଆଜି ତାଙ୍କର 100 ବର୍ଷ ପୂର୍ଣ୍ଣରେ ମାନେ ଶୁଭେଚ୍ଛା ମୁଁ କ'ଣ ଦେବି ତାଙ୍କୁ ସେ ଆମର ପିତୃତୁଲ୍ୟ ଅଜା ବୋଲି ମୁଁ ଡାକୁଛି ଆଉ ସେ ଆଉ ଦୀର୍ଘାୟୁ ହୁଅନ୍ତୁ ଆମକୁ ଏମିତି ଆଶୀର୍ବାଦ କରନ୍ତୁ ଆମେ ତାଙ୍କ ସାଙ୍ଗରେ ଗୁଣ୍ଡିଚି ମୂଷା ପଡ଼ି ରହି ସମସ୍ତେ
ଆପଣ ମୁଁ ଆମେ ସମସ୍ତେ ତାଙ୍କ ସହିତ ମିଶିକି କିଛି ଭଲ କାମ କରିବା ଆମ ଜୀବନ ବି ସାର୍ଥକ। ଗୁଟକା ଉପରେ ଯୋଉ ଷ୍ଟେପ୍ ନେଇଛନ୍ତି ମୁଁ ତାକୁ ସ୍ୱାଗତ କରୁଛି, କାହିଁକିନା ଗୁଟକା ବି ଅନେକ ମାତ୍ରାରେ କ୍ୟାନ୍ସରକୁ କଣ୍ଟ୍ରିବ୍ୟୁଟ୍ କରୁଛି। ମୁଁ ଭାବୁଛି ସରକାର ହୁଏତ ଗୋଟେ ଏକ୍ସପେରିମେଣ୍ଟ ବେସିସରେ ଆରମ୍ଭ କରିଥିବେ ଯେ କଣ ସମାଜର କଣ ପ୍ରତିକ୍ରିୟା ରହୁଛି, ଲୋକ କେମିତି ରିଆକ୍ଟ କରୁଛନ୍ତି। ତାପରେ ଖାଲି ଦୋକାନୀ ମାନଙ୍କୁ ଆଟାକ୍ କଲେ ବି ହବନି, ଆମେ ମାନୁଫ୍ୟାକ୍ଚରିଂ ପଏଣ୍ଟକୁ ଯିବାକୁ ପଡିବ, ଯୋଉଠି ଗୁଟକା ତିଆରି ହଉଛି ସେଗୁଡା ବନ୍ଦ ହବା ଦରକାର। ଆଉ ସ୍ମଗଲିଂ ହଉଛି, ଇଲିଗାଲ ଭାବରେ ବିକ୍ରି ହଉଛି। କିନ୍ତୁ ମଦ ଉପରେ ପ୍ରଥମ ପ୍ରହାର ମୁଁ ଭାବୁଛି ଆଗ ଗାଁ ଗଣ୍ଡାରେ ସ୍କୁଲ କଲେଜ ପାଖରେ ଯୋଉ ମଦ ଦୋକାନ ସବୁ ଖୋଲି ଅଛି ତାକୁ ଆମକୁ ବନ୍ଦ କରିବାକୁ ପଡିବ। ମଦ ସମ୍ପୂର୍ଣ୍ଣ ଭାବରେ କେବେ ବ୍ୟାନ୍ ହବ ମୁଁ କହିପାରିବିନି, ସେଟା ଗୋଟେ ଜନ ଆନ୍ଦୋଳନରେ ହବ। ପଦ୍ମବାବୁ ଏତେ ଚେଷ୍ଟା କରିଛନ୍ତି, ଯଦି ପଦ୍ମଜାଙ୍କ ଚେଷ୍ଟାରେ ହବ ସେ ଭଲ କଥା। କିନ୍ତୁ ଆମେ ଯୋଉ ସହଜରେ ମଦ ମିଳିଯାଉଛି, ପ୍ରତ୍ୟେକ ଦିନ ଆମେ ପଢୁଛେ ପିଲାମାନେ ଆକ୍ସିଡେଣ୍ଟ କରି ମରୁଛନ୍ତି କି ତାଙ୍କ ଆକ୍ସିଡେଣ୍ଟରେ ଆଉ କିଏ ମରୁଛି, ଘରେ ଭାୟୋଲେନ୍ସ ହଉଛି, ମହିଳା ମାନେ ତାର ବହୁତ ମାନେ ସେ ଡୋମେଷ୍ଟିକ ଭାୟୋଲେନ୍ସକୁ ଫେସ୍ କରୁଛନ୍ତି, ଯୋଉଟା ବହୁତ ଖରାପ ଜିନିଷ। ଫ୍ୟାମିଲି ବି ବହୁତ ମାନେ ଫ୍ୟାମିଲି ଲାଇଫ ଡିଷ୍ଟର୍ବ ହଉଛି। ଏବେ ପରଦିନ ଆମର ମାହାଙ୍ଗା ଅଞ୍ଚଳରେ 2ଟା ୟଙ୍ଗ ପିଲା ମରିଗଲେ ରୋଡ ଆକ୍ସିଡେଣ୍ଟ। ମୁଁ ଯାଇଥିଲି, ତାଙ୍କ ମା ମାନେ ଯୋଉ ଭଳିଆ କାନ୍ଦୁଥିଲେ, ମାନେ ସେଠି ଠିଆ ହେଇକି ଦେଖି ହବନି। କିନ୍ତୁ ଅଲ୍ଟିମେଟଲି ଆମେ ଜାଣିଲୁ ଯେ ସେ ପିଲା ଦୁଇଟି ବୋଧେ ନିଶା ମଗ୍ନ ହେଇଥିଲେ। ଆଜି ତାଙ୍କୁ କଣ ଶୁଭେଚ୍ଛା ମୁଁ ତ ଚାହିଁବି ସେ ଚିରକାଳ ଆମ ପାଇଁ ରୁହନ୍ତୁ। ମାନେ ମନୁଷ୍ୟ ଜୀବନ ଦିନେ ନା ଦିନେ ସରିଯିବ, କିନ୍ତୁ ସିଏ ଯାହା କରିଯାଇଛନ୍ତି ତାଙ୍କ ଜୀବନ କାଳରେ ଇଏ ବହୁତ ଦିନ ଯାଏଁ ସମସ୍ତେ ମନେ ରଖିବେ, ଅନୁପ୍ରାଣିତ ହେଇକି ତାଙ୍କ କାର୍ଯ୍ୟକୁ ଆଗେଇ ନେବେ। ଆଉ ସେ ଯେତେ ଦିନ ଆମ ପାଖରେ ଅଛନ୍ତି ଆମେ ତାଙ୍କ ପାଖରେ ବସିକି ତାଙ୍କ କଥା ଶୁଣିକିରି କିଛି ଯଦି ପ୍ରେରଣା ନବା ଏବଂ ସମାଜ ପାଇଁ କିଛି ଭଲ କାମ କରିବା, ତାହେଲେ ତାଙ୍କ ଜୀବନ ଅଲରେଡି ତାଙ୍କ ଜୀବନ ସଫଳ, କିନ୍ତୁ ଆହୁରି ସଫଳ ମଣ୍ଡିତ ହେବ। ଓଡ଼ିଶା ନିଶା ନିବାରଣ ଅଭିଯାନର ମୁଖ୍ୟ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସ୍ତମ୍ଭକାର ଏବଂ ଆପଣ ଯାହାକୁ କହୁଛନ୍ତି ଶତାୟୁ ପୁରୁଷ ଏବଂ ଜଣେ କିମ୍ବଦନ୍ତୀ ପୁରୁଷଙ୍କର ଆଜି 100ତମ ଜନ୍ମଦିବସ ପାଳନ ହୋଇଛି। ଆମ ପାଇଁ ଗୋଟେ ଆନନ୍ଦର ବିଷୟ। ଆମେ ଦୀର୍ଘ ବର୍ଷ ହେଲା ଯେଉଁ ନିଶା ନିବାରଣ ଅଭିଯାନରେ ଅଛୁ ତାର ମୁରବୀ ହିସାବରେ ତାଙ୍କୁ ଆମେ ସମ୍ବର୍ଦ୍ଧିତ କଲୁ। ତାଙ୍କର ଆହୁରି ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ତାଙ୍କର ଆହୁରି ଶରୀର ସୁସ୍ଥ ରହୁ, ସେ ଦୀର୍ଘଦିନ ପର୍ଯ୍ୟନ୍ତ ଆନ୍ଦୋଳନରେ ରୁହନ୍ତୁ, একথা সমগ্র ওড়িশাবাসী চাহুন। দেখুন আজ ওড়িশা সারা ওড়িশার আজ তাঁর শুভেচ্ছার শো ছুটুছি। সমস্তে আজ অডিটোরিয়ম ফুল এবং যে আসিপার না বাহারে তাঁর শুভেচ্ছা বার্তা পঠাউন। ইয়ে এক নিয়ারা কার্যক্রম। এই নিয়ারা কার্যক্রমে সমস্তে সামিল হয়েছেন এবং আমি সমস্তে আম সহযোগ করছেন। সমস্তে সমস্ত ধন্যবাদ জনাওছি। অর্থমন্ত্রী পেশারু কিন্তু তার অপেক্ষা কেতে ক্ষতি হচ্ছে, পরিবারর ক্ষতি হচ্ছে, সমাজর ক্ষতি হচ্ছে, রাস্তাঘাটে দুর্ঘটনা ঘটে আমার রাজ্যর ক্ষতি হচ্ছে। এসব কথা আমি কেହି হিসাব করু না। আজ যাহা সুত পট্টনায়ক কହୁଥିଲେ যে আমার গোটে বড় আগামী দিনের বড় সংগ্রাম সামনাকু আসবার ଅଛି। ସେ ସଂଗ୍ରାମ ହେଉଛି এই ওয়েলথ ট্যাক্স এবং ইনহেরিট ট্যাক্স। ସେ କୋଉଠୁ ପଇସା ଆଣିକି ଆମେ ଆମକୁ ଆଗେଇବାକୁ ପଡ଼ିବ। ଆମର ଯୋଉମାନଙ୍କର ଅଭାବ ରହିଛି, ଅସୁବିଧା ରହିଛି